ଛାତ୍ର ଜୀବନରୁ ରାଜନୀତିର ପାଦ ଦେଇ ଆଗକୁ ବଢ଼ନ୍ତି ଶ୍ରୀଯୁକ୍ତ ଜିତେନ୍ଦ୍ର ମହାନ୍ତି। ଛାତ୍ର ଜୀବନରୁ ହିଁ ନିଜକୁ ସମାଜ ସେବାରେ ନିୟୋଜିତ କରିଥିବା ମଣିଷଟିଏ ସେ। କାହା ପାଦରେ କଣ୍ଟାଟିଏ ଫୁଟିଗଲେ ସତେ ହେବା ତାଙ୍କ ଦେହରେ ଆଘାତ ଲାଗିଯାଇଥାଏ। ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଦରେଇ ନିଅନ୍ତି ଜିତେନ୍ଦ୍ର ବାବୁ। ଜଣେ ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରି ପାଠପଢ଼ା ସହ ଛାତ୍ର ଜୀବନରୁ ନିଜର ଦକ୍ଷତା ପ୍ରତିପାଦନ କରି ଜିଲ୍ଲା ରାଜନୀତିରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ଆଉ ସେବେଠାରୁ ହିଁ ସେ ନିଜକୁ ଉତ୍ସର୍ଗ କରିଦେଇଥିଲେ ଏହି ସାଧାରଣ ଜନତାଙ୍କ ସେବାରେ। ମୟୂରଭଞ୍ଜ ଜିଲ୍ଲାର ହୃଦୟ କୁହାଯାଉଥିବା ବାରିପଦା ମ୍ୟୁନିସିପାଲିଟିରେ ସେ ଲୋକମାନଙ୍କ ପାଇଁ କାର୍ଯ୍ୟ କରି ଜିଲ୍ଲାର ଯୁବକମାନଙ୍କ ପ୍ରେରଣା ସାଜିଥିଲେ। ଆଉ ତାରି ଭିତରେ ଆରମ୍ଭ ହୋଇଯାଇଥିଲା ଜୀବନର ଭିନ୍ନ ଏକ ଯାତ୍ରା, ଯେଉଁ ଯାତ୍ରାରେ ଜିତେନ୍ଦ୍ର ବାବୁ ଲୋକଙ୍କ ସମସ୍ୟାକୁ ନିଜର କରିନେଇଥିଲେ। ଆଉ ସମାଜ ପ୍ରତି ରହିଥିବା ତାଙ୍କର କର୍ତ୍ତବ୍ୟକୁ ଆଉ ପାଦେ ଆଗକୁ ନେଇ ଜିଲ୍ଲାର ଉଦାହରଣ ସାଜିଛନ୍ତି। ଖରା ହେଉ ବା ଶୀତ ଅଥବା ହେଉ ସିଏ ଧାରା ଶ୍ରାବଣର ପ୍ରଖର ବର୍ଷା, ନିଜ ଜୀବନକୁ ଖାତିର ନ କରି ସେ ବାହାରି ଯାଇଥାନ୍ତି ଲୋକଙ୍କ ସେବାରେ। ଅନେକ ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ସେ ତାଙ୍କ ପାଖରେ ପହଞ୍ଚି ଯାଇଥାନ୍ତି। ଆଉ ହାତରେ ଥାଏ କିଛିଟା ସାମଗ୍ରୀ, ଯାହାକୁ ନେଇ ସେ ଗରିବ ମୁହଁରେ ଟିକେ ହସ ଫୁଟେଇ ପାରନ୍ତି। ବାଟରେ ଯାଉଥିବା ପଥଚାରୀଙ୍କୁ କେତେବେଳେ ଖାଲି ପାଦକୁ ଚପଲଟିଏ ତ କେତେବେଳେ ଅସହାୟ ବୃଦ୍ଧା ବୃଦ୍ଧଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ଛତାଟିଏ ବଢ଼େଇ ଦିଅନ୍ତି ସେ। ପୁଣି କେତେବେଳେ ଶୀତ ଦାଉରୁ ରକ୍ଷା ପାଇବାକୁ କେତେବେଳେ କମଳଟିଏ ତ ପୁଣି ଅସହାୟ ଶରୀରକୁ ବସ୍ତ୍ରଟିଏ ଦେଇ ଆଜି ଜିଲ୍ଲାର ସଭିଙ୍କ ପାଖରେ ମାନବିକତାର ମନ୍ତ୍ର ବାଣ୍ଟିଛନ୍ତି। ସେବା ହିଁ ଜୀବନର ମୂଳ ମନ୍ତ୍ର ବୋଲି ଏ ସମାଜ ଆଗରେ ପ୍ରମାଣ କରି ଦେଖାଇ ଦେଇଛନ୍ତି। ସେ ନିଜକୁ ସେହି ଦିଗରେ ଉତ୍ସର୍ଗ ବି କରିଦେଇଛନ୍ତି। ଆଜି ଆମ A1 ପରିବାର ଏମିତି ଏକ ବ୍ୟକ୍ତିତ୍ୱକୁ ସମ୍ବର୍ଦ୍ଧନା କରିବାର ସୁଯୋଗ ପାଇ ଧନ୍ୟ ମନେ କରୁଛି।